ଜଳନ୍ଧର ପଚାରନ୍ତି ଶୁକ୍ରାଚାର୍ଯ୍ୟଙ୍କୁ। ଶୁକ୍ରାଚାର୍ଯ୍ୟ କହୁଛନ୍ତି ଏମାନେ କେମିତି ବଞ୍ଚୁଛନ୍ତି, କେମିତି ପୁଣି ଜୀବନ ପାଉଛନ୍ତି। ସେ ପୁଣି ଆର ଦିନ ଆସି ଯୁଦ୍ଧ କରନ୍ତି ରଣେ ପଶି କେମନ୍ତେ ପାନ୍ତି ନିଜ ଦେହ ତୁମ୍ଭେ ତାକି ମାଇ ନ କହ ନୃପତି ବଚନ ସଂଶୟ। ଶୁକ୍ର କହନ୍ତି ଶୁଣ ରାୟ ଦେବଙ୍କ ଗୁରୁ ବୃହସ୍ପତି ଜାଣନ୍ତି ସର୍ବକର୍ମ ରୀତି। ସେ ଯେ ଦେବଙ୍କ ହିତ ପାଇଁ ଦ୍ରୋଣାଦି ପର୍ବତକୁ ଯାଇ କେଉଁ ଔଷଧ ତହିଁ ଅଛି ତାହା ଆଣନ୍ତି ଗୁରୁ ବାଛି। ସେ ବୃକ୍ଷ ରସ ନାସାରେ ଦେଇ ଶୁଙ୍ଗେଇ ଦେଲେ ମୃତ ଦେବତାଙ୍କୁ ଜିଆଇ। একথা সত্য নৃপমণি আম্ভে নিশ্চয় অছু জানি। কহিলু তুম্ভর আগর মন্ত্রীর এমন্ত বিচার। সকল কথা বুঝিথিব নৃপতি পুছিলে কহিব তু এবে জানিলু নিশ্চয়। বিচার কার্যকর রায় মন্ত্রী বদনু এহা শুনি সাগর সুত মনে গুণী। গমন কলা নিশা কালে দেব শৈল ভুজ বলে। উপাড়ি আনিলা তরিতে সমুদ্রে রখিলে গুপতে। সমুদ্রে গুপতরে দ্ରୋଣ ପର୍ବତକୁ ଦ୍ରୋଣାଦି ପର୍ବତକୁ ଉପାଡ଼ି ଆଣିଲେ ମୂଳ ସହ ଆଣିକି ସମୁଦ୍ରରେ ଗୁପତ କରିକି ରଖିଲେ। ଗିରି ନ ଦେଖି ବୃହସ୍ପତି ବିସ୍ମୟ ମନେ ବିଚାରନ୍ତି। ଦେବଙ୍କ ନାହିଁ ଆଉ ଗତି ଯାହା ଅର୍ଜିଲା ସୁରପତି। ଆଉ ବୃହସ୍ପତି ତ ଜାଣିଛନ୍ତି ନା ନିଜ ଅର୍ଜିଲା କର୍ମମାନ ବେଳ ହୁଅ ସାବଧାନ। ଭାଗବତରେ ଶୁଣିଛେ ଅର୍ଜିଲା ନିଜ ଅର୍ଜିତ କର୍ମମାନ ବେଳ ହୁଅ ସାବଧାନ। ଏତେ ବିଚାରି ଗୁରୁଚିତେ କହିଲେ ଦେବଙ୍କ ଅଗ୍ରଦେ ବିବୁଧ ଗଣେ ତୁମ୍ଭେ ଶୁଣ ଦ୍ରୋଣାଦିଗିରି ଆମ୍ଭ ପ୍ରାଣ। ନାନା ଔଷଧ କରି ଯେତେ ଆମ୍ଭର ପିୟୁଷ ସହିତେ। ଗୁପତେ ରଖିଥିଲି ତହିଁ ମୋ ବିନୁ ନ ଚିହ୍ନନ୍ତି କେହି। ଏବେ ଅସୁର ନେଲେ ହରି ନ ଚିହ୍ନି ଗିରି ଆଦି କରି। ସେ ଚିହ୍ନି ପାରିଲେନି ସବୁ ଗଛମାନଙ୍କୁ, ସିଏ ଏକାସାରି ମୂଳରୁ ଉପାଡ଼ିକି ଟେକିକି ନେଇଛନ୍ତି। ଏବେ କ'ଣ କରିବା ବୃହସ୍ପତି କହୁଛନ୍ତି ଦେବତାମାନଙ୍କୁ ଇନ୍ଦ୍ରଙ୍କୁ। ଏତିକି ନାହିଁ ପରିତ୍ରାଣ ମୋର ବଚନ ଏବେ ଶୁଣ। ସାଗର ସୁତ ଜଳନ୍ଧର ଛେଦିବ ସଭିଙ୍କର ଶିର। ଏ କନକ ଗିରି ଗୁହାଦିରେ କନକ ଗିରି ଗୁହାଦିରେ। ଗୁପତେ ରହିବା ନିର୍ଭରେ ମନେ ସୁମରି ଶ୍ରୀପତି। ଶ୍ରୀପତି ମାନେ ଲକ୍ଷ୍ମୀଙ୍କ ପତି। ଖଣ୍ଡିବା ସକଳ ଦୁର୍ଗତି ଏମନ୍ତେ ଗୁରୁ ଶିକ୍ଷା ପାଇ ସକଳ ଦେବଲୋକ ଯାଇ। କାଞ୍ଚନଗିରି କ୍ରୋଟେ ପଶି ମନେ ସୁମରି ବ୍ରହ୍ମରା ଆସି ଗୁପତେ ରହିଲେ ନିଶ୍ଚିତେ। ଦେବଙ୍କୁ ନ ଦେଖି ଦଇତେ ଆନନ୍ଦେ ବିହରନ୍ତି ସ୍ୱର୍ଗେ ସାଗର ସୁତ କର୍ମ ଭାଗେ। ଦେବଙ୍କ ପଣ ଜଣେ ଜଣେ ଆବରି ନିଶାଚର ଗଣେ। କାରେଣୀ ହେଲେ ତିନି ପୁରେ ଦେବେ ଲୁଚିଲେ ପ୍ରାଣ ଡରେ। ବିପଦି ଖଣ୍ଡିବା ନିମନ୍ତେ ମନ ନିବେଶୀ ଲକ୍ଷ୍ମୀ କାନ୍ତେ। ଯେ ପ୍ରଭୁ ସର୍ବ ଅନ୍ତର୍ଯ୍ୟାମୀ ଦେବଙ୍କ ଦେବ ଦେବ ସ୍ୱାମୀ। ସକଳ ଲୋକ ପରେ ବାସ ନମଇ ମହାଦେବ ଦାସ। କି ଭଳିଆ କଥା ଆଜ୍ଞା। ତେଣୁ ହେ ସଜନ ଗର୍ବ କରିବା ଛାଡ଼ନ୍ତୁ, ହିଂସା କରିବା ଛାଡ଼ନ୍ତୁ। ମୁଁ ଆଣିଛି ମୁଁ କାହିଁ ଖାଇବିନି ଛାଡ଼ନ୍ତୁ। ମୋର ଏତିକି ଧନ ଛାଡ଼ନ୍ତୁ, ପରିତ୍ୟାଗ କରନ୍ତୁ। ଭଗବାନଙ୍କ ପାଖରେ ପାଦରେ ଶରଣ ପଶନ୍ତୁ ଆଜ୍ଞା, କିଛି ହେବ ନାହିଁ। ସର୍ବବିଘ୍ନ ନାଶ ହେବ। ଇନ୍ଦ୍ରଙ୍କ ଗର୍ବ ପାଇଁ ଏତେ କଥା ଘଟିବାକୁ ଯାଉଛି ଆଜି। କନକ ପର୍ବତରେ ଯାଇକି ସମସ୍ତେ ଲୁଚିଲେ ଦେବତାମାନେ। ଅସୁର ମାନେ ରାଜା ଜଳନ୍ଧରଙ୍କ ଶୁକ୍ରମନ୍ତ୍ରୀଙ୍କ ସହିତ ତ୍ରିଭୁବନ ଜୟ କଲେ। ସ୍ୱର୍ଗ ମର୍ତ୍ତ୍ୟ ପାତାଳ। ମର୍ତ୍ତ୍ୟରେ ତ ପାତାଳରେ ତ ଥିଲେ ସହଜେ, ବଳି ତ ଅଛନ୍ତି। ମର୍ତ୍ତ୍ୟରେ ବି ସାଗର ମର୍ତ୍ତ୍ୟରେ ଜିଣିଲେ, ସ୍ୱର୍ଗରେ ବି ଜିଣିଲେ। ବର୍ତ୍ତମାନ ସେ କାୟା ବିସ୍ତାର କଲେ। ଏମାନେ ଲୁଚି ଛପିକି ଯାଇକି ବୃହସ୍ପତିଙ୍କ ଆଦେଶରେ ଭଗବାନ ନାରାୟଣଙ୍କ ପାଶରେ ଯାଇକି ଗୁହାରି କରିବେ। ନବମ ଅଧ୍ୟାୟରେ ଆମେ ଶୁଣିବା। ଆଜି ପାଇଁ ଅଷ୍ଟମ ଅଧ୍ୟାୟକୁ ଏଇଠି ରଖିବା। ପୁଣି ଯିବା ନବମ ଅଧ୍ୟାୟକୁ। ରହୁଛି। ଜୟ ଜଗନ୍ନାଥ। ସମସ୍ତଙ୍କର ନାରାୟଣ କଲ୍ୟାଣ ହୁଅନ୍ତୁ। ମୋତେ ଲାଇକ୍ କରୁଥିବା ବା ମୋତେ କିଛି କହୁଥିବା ଆଉ ଏଇ ଅମୃତକୁ ଶୁଣୁଥିବା ଅମୃତ ପିପାସୁମାନଙ୍କୁ ଭଗବାନ ନାରାୟଣ କଲ୍ୟାଣ କରନ୍ତୁ। ସମସ୍ତଙ୍କ ପରିବାରରେ ନାରାୟଣ ପରିବାରକୁ ମଙ୍ଗଳ କରନ୍ତୁ। ସମସ୍ତଙ୍କର ଚଲାପଥ କୁସୁମିତ କରନ୍ତୁ। ରହୁଛି।